ଦୁଇ ଭାଇ ଭଉଣୀ ଯାକ ଠାକୁରଙ୍କ ସାମ୍ନାରେ ଅଧିଆ ପଡ଼ିଛନ୍ତି। ଚାଲନ୍ତୁ ଦେଖିବା ଆଗକୁ ଆଉ କ'ଣ କ'ଣ ରହିଛି। ରାଧେ ରାଧେ ସାଙ୍ଗମାନେ, କେମିତି ଅଛନ୍ତି? ଆପଣମାନେ ଭଲ ଥିବେ, ମୁଁ ମଧ୍ୟ ଭଲରେ ଅଛି। ଏଇ ଦେଖନ୍ତୁ, ମୁଁ ମେହେନ୍ଦି ଲଗେଇଛି ଆଉ ଏପଟେ ମେହେନ୍ଦି ଶୁଖଉଛି ଟିକେ ଖରାରେ। ମୁଁ ଆଉ ମା ଦୁଇଜଣ ଯାକ ଆଜି ଲଗେଇବା। ଏପଟେ ମା ଆଉ ଭାଇ ବସିଛନ୍ତି ଆଉ ସେପଟେ ଶ୍ରୁତି ଗାଧେଇ ସାରିଲାଣି। ଆମେ ମେହେନ୍ଦି ଗୁଡ଼ା ସବୁ ଗୋଳେଇକି ରଖିଥିଲୁ ଆଉ ମା ତାର କଲର୍ ଆଉ ମୁଁ ମୋର ମେହେନ୍ଦି। ତାପରେ ମୁଁ ଟିକେ ମାଆକୁ ମେହେନ୍ଦି ଲଗେଇଦେବି ବୋଲି ତାପରେ ଶ୍ରୁତି ଆସିକି ଖାଇବ କହିଲା। ଭାଉଜ କ୍ଷୀର ଆଉ ବିସ୍କୁଟ୍ ଖାଇବା ପାଇଁ ଦେଲେ। ଦେଇ ଭାଇ ପାଖରେ ବସିକି ସେ ତ ମୋବାଇଲ୍ ଦେଖି ଖାଉଛି। ଏଇଠି ଦେଖନ୍ତୁ ଆମର ଆମ୍ବ ଗଛ ତିନିଟା ଆମ୍ବ ଗଛ ଅଛି। ତିନିଟା ଆମ୍ବ ଗଛରେ ପ୍ରବଳ ଫୁଲ ଧରିଛି, କିନ୍ତୁ ଆମ୍ବ କେତେ ହେଉଛି ଦେଖିବା। ଆଉ ସବୁପଟେ ପୁରା ନିର୍ମାୟା ଦେଖାଯାଉଛି। ଆଉ ଏପଟେ ଦେଖନ୍ତୁ ହିରୋକୁ ଗାଧେଇ ପାଧେଇକି ପୁରା ରେଡ଼ି ହେଇଯାଇଛି। ଗାମୁଛା ଯାହା ଜିନିଷ ପାଉଛି ତ ସେ ଖାଲି କାମୁଡ଼ି ପକାଉଛି। ସେ ଗାମୁଛା, ହାତ, ଗୋଡ଼ ଯାହା ପାଉଛି ଖାଇ ପକାଉଛି। ଏପଟେ ଦେଖନ୍ତୁ ଗାଧେଇ ବୁଡ଼ିକି ମୁଁ ମୋର ରେଡ଼ି ହେଇଯାଇଛି ପୁରା ଫିଟଫାଟ ହେଇକି। ଆମେ ଆଜି ଯାଉଛୁ ମନ୍ଦିର। କ'ଣ ପାଇଁ ମନ୍ଦିର ଯାଉଛୁ ଚାଲନ୍ତୁ ଆଗକୁ ଦେଖେଇବି। ମୁଁ କେମିତି ଲାଗୁଛି କହିବେ। ସବୁ ରେଡ଼ି ହେଇକି ଏବେ ଆମେ ବାହାରକୁ ଯିବୁ। ଆଉ ଏପଟେ ଦେଖନ୍ତୁ ଭାଉଜ ବି ପୁରା ରେଡ଼ି ହେଇଯାଇଛନ୍ତି। ଭାଉଜ ଆଉ ମୁଁ କେମିତି ଲାଗୁଛୁ କହିବେ। ପୁରା ରେଡ଼ି ହେଇକି ଆମେ ବାହାରିଲୁ। ଏପଟେ ଭାଉଜ ତାଙ୍କର ତାଲା ଫାଲା ଲଗେଇଲେ। ତାଲା ଲଗେଇକି ବାହାରିଲୁ। ସେପଟେ ଆମର ଅଟୋ ବି ଆସିଯାଇଛି। ଦେଖନ୍ତୁ ଅଟୋ ଆସିଯାଇଛି। ମା, ଶ୍ରୁତି ଆଉ ଆମର ବାବୁ ସବୁ ବସିଯାଇଛନ୍ତି। ଭାଉଜ ଆଉ ମୁଁ ବସିବାର ଅଛି। ମୁଁ ଟିକେ ଦେଖେଇ ଦେଉଛି ସବୁପଟେ ବୁଲେଇକି। ତାପରେ ବସିକି ଆମେ ଅଟୋରେ ଚାଲିଲୁ। ଆମ ଘରଠୁ ପ୍ରାୟ 3 କିଲୋମିଟର ପାଖାପାଖି ଦୂର ହେବ ମନ୍ଦିର, ଜଗନ୍ନାଥ ମନ୍ଦିର, ରାୟରଙ୍ଗପୁର ଜଗନ୍ନାଥ ମନ୍ଦିର। ସେଇଠି ଆଜି ଆମ ଶୁଭମର ଅନ୍ନପ୍ରାଶନ ହେବ। ଦେଖନ୍ତୁ କେତେ କ୍ୟୁଟ୍ ଦେଖାଯାଉଛି। ଦେଖିଲେ ମାନେ ୟାକୁ ପୁରା ମନ ପୁରି ଉଠୁଛି। ଭାରି ଭଲ ଛୁଆଟା, କାନ୍ଦେ ନାହିଁ। କିନ୍ତୁ ଶ୍ରୁତିଟା ବହୁତ କାନ୍ଦେରି ଥିଲା ଛୋଟ ଥିଲାବେଳେ, ଏଇ ବୟସରେ ଥିଲାବେଳେ। ଇଏ ତାର କାନ୍ଦ ନାହିଁ, ଇଏ ତାର ପୁରା ଖୁସି ମିଜାଜର ପିଲା। ଯିଏ କାଖେଇଲେ ବି ତାର ମାଆର ବି ଏତେ ଦରକାର ନାହିଁ। ଆଉ ଏପଟେ ମନ୍ଦିର ପହଞ୍ଚିକି ଦେଖନ୍ତୁ ଆମେ ଭୋଗ ସବୁ କିଣୁଛୁ। ଖଜା, କଦଳୀ, ନଡ଼ିଆ ଏଗୁଡ଼ା ସବୁ କିଣିଲୁ। ଆଉ ଏପଟେ ମୁଁ ଟିକେ କାଖେଇଛି, ମା ଯେହେତୁ ସେପଟେ କିଣୁଛି, ଭାଉଜ ମିଶିକି କିଣୁଛନ୍ତି। ମୁଁ ଏପଟେ ଶୁଭମ ଟିକେ କାଖେଇ ପକେଇଛି। ଆଉ ଦେଖନ୍ତୁ ଆମର ରାୟରଙ୍ଗପୁର ଜଗନ୍ନାଥ ମନ୍ଦିର। ଆଉ ସେଦିନ ସୁଦଶା ବ୍ରତ ଥିଲା। ଆଉ ସୁଦଶା ବ୍ରତ ପାଇଁ ଏତେ ଭିଡ଼, ମାନେ କୁହନ୍ତୁନି, ପ୍ରବଳ ଭିଡ଼। ଆଉ ୟାକୁ ଟିକେ ଦେଖନ୍ତୁ, ସେ ତାର ଖୁସିରେ ଫାଟି ପଡ଼ୁଛି। ପୁରା ଡିଆଁ ମାରି ମାରିକି ମନ୍ଦିର ଭିତରକୁ ସେ ପୁରା ଚାଲି ଯାଉଛି। ଏପଟେ ଯେଉଁ ଅଛି ଏଇଟା ହେଉଛି ଲକ୍ଷ୍ମୀ ମନ୍ଦିର, ଯେଉଁଠିକି ସୁଦଶା ବ୍ରତ କରୁଛନ୍ତି। କେତେ ଲମ୍ବା ଧାଡ଼ି, କେତେ ଗାଡ଼ି ବାଇକ୍ ସବୁ ଠିଆ ହେଇଛି। ଆଉ ଏପଟେ ଆମେ ୱେଟ୍ କରୁଛୁ। ସେ ନନାଙ୍କ ସାଙ୍ଗେ ଯେ ଭାଇ ଯାଇକି କଥାବାର୍ତ୍ତା ହେଇକି ଆସିଲା। ମା ଶୁଭମକୁ ଧରିଛନ୍ତି, ମୁଁ ଟିକେ ଭିଡ଼ିଓ ବନେଇ ଦେଉଛି। ଆଉ ଦୁଇ ଭାଇ ଭଉଣୀ କେମିତି ଗେଲ ହେଉଛନ୍ତି ଦେଖନ୍ତୁ। ଇଏ ତ କାନ୍ଦିବା ଜନ୍ତୁ ନାହିଁ, ଯିଏ ହେଲେ ବି ୟାକୁ ମାନେ ବହୁତ ଖୁସି ହୁଅନ୍ତି। ଆଉ ଏପଟେ ଶ୍ରୁତି ସାଙ୍ଗେ ମୁଁ ଟିକେ ନଦୀକୁ ଗଲି। ଏ ହେଉଛି ଖଡ଼ଖାଇ ନଦୀ, ଯେଉଁଟାକି ସୁଲେଇପାଟରୁ ଆସିଛି ଏ ନଦୀଟା। ଏଇଟା ବହିଯାଇଛି ଜଗନ୍ନାଥ ମନ୍ଦିର ପାଖରେ ହିଁ ଯାଇଛି। ତ ଶ୍ରୁତି ମୁଁ ଆମେ ଟିକେ ମାନେ ଗଲୁ ଦେଖିବା ପାଇଁ। ତାପରେ ଏଇଟା ହେଉଛି ରାମ ମନ୍ଦିର। ଏଠି ବି ପ୍ରବଳ ଭିଡ଼। ଆଉ ଯେଉଁ ଲୋକ ଆସିଛନ୍ତି ସବୁ ଦେଖି ଦୁଖାକି ଯାଉଛନ୍ତି। ଆଉ ଏପଟେ କ'ଣ ଉତ୍ସବ ହେଇଥିବ ତ କହିପାରିବିନି, ସବୁ ଲାଗିଛି। ଆଉ ଏପଟେ ଦେଖନ୍ତୁ ଶ୍ରୁତି ଖାଲି ଖେଳିବ ବୋଲି ମୋତେ ଡାକିକି ଆଣିଲା। ମା ମାନେ ତାଙ୍କର ସେପଟେ ବସିଛନ୍ତି। ଏପଟେ ସେ ଯେତିକି ପାରୁନି ସେତିକି କାମ କରି ଚାଲିଛି ଦେଖନ୍ତୁ। ଆଉ ମୁଁ ବି ଏତେ ଭାରିକୁ ମାନେ କରିପାରୁନି ତାକୁ। ତାପରେ ମୁଁ କହିଲି ତୁ ଏଇଠି ଚଢ଼େଇଲାନି। ତାପରେ ଯାଇକି ଦୋଳି ଖେଳିଲା। ଦୋଳି ଖେଳିକି ତାର କି ଖୁସି। ଆଉ ଏତେ ଛୁଆ ଅଛନ୍ତି, ଆଉ କେତେ ଖେଳିବ ଜଣେ ପରେ ଜଣେ। ଆଉ ଏଇଟା ହେଉଛି ଆମର ଜଗନ୍ନାଥ ମନ୍ଦିର ଫ୍ରଣ୍ଟଟା ଦେଖନ୍ତୁ। ଆଉ ବହୁତ ଭଲ ଲାଗେ। ମୁଁ ବହୁତ ବର୍ଷ ପରେ ଗଲି, ମୋତେ ଯାଇକି ଭାରି ଖୁସି ଲାଗିଲା। ଏଇଟା ହେଉଛି ଶିବ ମନ୍ଦିର, ଏ ଶିବ ମନ୍ଦିର। ତାପରେ ଦେଖନ୍ତୁ ମା ଯାଇକି ଜଗନ୍ନାଥ ମନ୍ଦିରରେ ଟିକେ ଶୁଭମକୁ ଗଡ଼େଇ ଦେଲା, ଗଡ଼େଇ ଦେଇଛି। ସେ ତାର ଆରାମସେ ଗଡ଼ିଛି ଦେଖନ୍ତୁ। ଆଉ ଠାକୁରଙ୍କୁ ଆଶୀର୍ବାଦ ନେଉଛି। ଠାକୁର ବି କେତେ ସୁନ୍ଦର ଦେଖାଯାଉଛନ୍ତି। ଏପଟେ ଇଏ ତାର ଗଡ଼ିକି ତା ତଳ ଚାଟିଲାଣି।
ଦେଖନ୍ତୁ ଏପଟେ ସବୁ ବସିଛନ୍ତି ବ୍ରତ ଯେଉଁ କରୁଛନ୍ତି, ଆଉ ଏପଟେ ଭାଉଜ ଦେଖନ୍ତୁ ସେପଟେ ବସିକି ପୂଜା କରୁଛନ୍ତି। ଆମେ ଏପଟେ ଠିଆ ହେଇଛୁ, ଯେହେତୁ ପହଡ଼ ପଡ଼ିଯିବ, ପହଡ଼ ସେଇଥିପାଇଁ ଯାଇକି ଶୀଘ୍ର ପୂଜା କଲୁ। ଏପଟେ 2 ଜଣ ଯାକ ତାକୁ ଦେଖିକି ଇଏ ମଧ୍ୟ ଅଧିଆ ପଡ଼ିଗଲାଣି ଯେ ମୁଁ ବି ବାବୁ ଭଳିଆ କରିବି। 2 ଜଣଙ୍କୁ ଯାକ ମାଆ ଅଧିଆ ପକେଇ ଦେଇଛି, 2 ଜଣ ଯାକ ପୁରା ଅଧିଆ ପଡ଼ିଛନ୍ତି। ଆଉ ଇଏ ତାର ଶୁଭଙ୍କୁ ମାଆ ଉଠେଇ ନେଲା, ଇଏ ତାର ପଡ଼ିଛି ମୋତେ ପାଠ ଦିଅ, ବଳ ଦିଅ, ବୁଦ୍ଧି ଦିଅ, ବିଦ୍ୟା ଦିଅ ସବୁ ମାଗୁଛି। ଆଉ ଭଗବାନ ତାକୁ ଆଶୀର୍ବାଦ କରନ୍ତୁ। ଏପଟେ ମୁଁ ମଧ୍ୟ ଯାଇକି ଟିକେ ଠାକୁରଙ୍କୁ ଦର୍ଶନ କଲି, ଆଉ ଦୀପ ଫିପ ସବୁ ଲଗେଇଦେଲି। ଭାଉଜ ବି ତାଙ୍କର ପୂଜା ସାରିଦେଲେ। ପୂଜା ସାରିକି ଯେଉଁ ବ୍ରତଧାରୀ ମାନେ ଅଛନ୍ତି ସେମାନେ ବି ତାଙ୍କର ପୂଜା କରୁଛନ୍ତି। ଆଉ ଏପଟେ ଦେଖନ୍ତୁ ମୁଁ ଟିକେ ଦେଖେଇ ଦେଉଛି ସବୁପଟେ ବୁଲେଇକି। ଆଉ ଏପଟେ ମାଆ ଆଉ ମୁଁ ଟିକେ ମାନେ ଫଟୋ ଉଠୁଛୁ 2 ଜଣ ଯାକ। ଆଉ ସେପଟେ ଯାଇକି ମୁଁ ଟିକେ ମାନେ ମୁଣ୍ଡିଆ ମାରିକି ଆସିଲି, ହେଲେ ମୁଣ୍ଡିଆ ମାରୁଛି। ଏପଟେ ଯାଇକି ଶ୍ରୁତି ମୋ ସାଙ୍ଗେ ଲାଗୁଛି, କ'ଣ ଗୋଟେ କହୁଛି ମୋବାଇଲ ଧରିକି। ମୁଁ କହିଲି ମୁଁ ଆଗେ ପୂଜା କରି ଟିକେ ମୁଣ୍ଡିଆ ମାରିସାରେ ଠାକୁରଙ୍କୁ, ତାପରେ ତୋ କଥା ବୁଝିବି। ଯାଇକି ଟିକେ ତଳେ ମୁଣ୍ଡିଆ ମାରିଦେଲି। ବହୁତ ବର୍ଷ ପରେ ଯେହେତୁ ଯାଉଛି, ମୋତେ ବହୁତ ଠାକୁରଙ୍କୁ ଦେଖିକି ବହୁତ ଖୁସି ଲାଗୁଛି। ଏମିତି ଗଲେ ବି ମୁଁ ଯାଇପାରେନି, ଯାହା ହଉ ମାନେ ଏବେ ଯାଇଛି। ଆଉ ଶୁଭର ବି ଅନ୍ନଛୁଆଣି ଅଛି ବୋଲି, ଠାକୁରଙ୍କ ଦର୍ଶନ ପାଇଲି ବୋଲି ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଆଉ ଏପଟେ ଦେଖନ୍ତୁ ତାର ଅନ୍ନଛୁଆଣି ହେଉଛି। ସେଦିନ 3ଟା ପିଲାର ଅନ୍ନଛୁଆଣି ଥିଲା। ଇଏ ହେଉଛନ୍ତି ଆମର ଜଗନ୍ନାଥ ମନ୍ଦିରର ମେନ୍ ଯିଏ ନନା, ସେ। ଆଉ ଠାକୁରଙ୍କୁ ଆଗ ଭୋଗ ଲାଗି ହେଲା, ସେତିକିବେଳୁ ପହଡ଼ ପଡ଼ିଯାଇଥିଲା, ଭୋଗ ଲାଗି ହେଲା। ସେଇ ଭୋଗକୁ ଆଣିକି ଛୁଆମାନଙ୍କୁ ସବୁ ଅନ୍ନ ଖୁଆଇ ଦେଉଛନ୍ତି। ଏପଟେ ଭାଇ ପ୍ରଥମ ଶୁଭମକୁ ବସେଇକି ଖୁଆଇ ଦେଉଛି। ଇଏ ତ କାନ୍ଦିବା ଲୋକ ନୁହଁ, ଇଏ ତ ଆରାମସେ ଗପ ଗପିକି ତାର ଖାଇଦେଲା। କିନ୍ତୁ ଅନ୍ୟ ଛୁଆମାନେ ଟିକେ କାନ୍ଦୁଥିଲେ। ଆଉ ମାମୁଁ ଯେହେତୁ ଖୋଜନ୍ତି, ଆଉ ଭାଉଜଙ୍କ ଭାଇ ଆସିନଥିଲେ ମାନେ ସେ ଜବ୍ କରନ୍ତି, ଦୂରରେ ରୁହନ୍ତି, ଆସିନଥିଲେ। ସେଇଥିପାଇଁ ଭାଇ ତାର ଟିକେ ଖୁଆଇ ଦେଉଛି। ଆଉ ଇଏ କାନ୍ଦା ନାହିଁ, କାନ୍ଦି ନାହିଁ, କିଛି କରେନି। ସେଇଥିପାଇଁ ବହୁତ ଆରାମସେ ଇଏ ବସିଛି। ସେପଟେ ନନା ମଧ୍ୟ ତାକୁ ନେଇକି ଟିକେ ଶୁଭଙ୍କୁ ଅନ୍ନ ଟିକେ ଖୁଆଇ ଦେଲେ। ଅନ୍ନ ଆଉ ପାଣି 2ଟା ଯାକ ଟିକେ ତାକୁ ପିଆଇ ଦେଲେ। ଆଉ ସେପଟେ ଆଉ ଯେଉଁ ଛୁଆମାନେ ବି ଅଛନ୍ତି ତାଙ୍କୁ ବି ମଧ୍ୟ ନେଇକି ଟିକେ ପଇଲେ। ୟାକୁ ଦେଖନ୍ତୁ, ଇଏ ପୁରା ପାଣି ମାନେ ପିଇ ଯାଉଛି। ୟାର କାନ୍ଦିବାର ନାହିଁ, ଯାହା ପାଖରେ ଗଲେ ବି କାନ୍ଦିନା, ଭାରି ଭଲ ପିଲାଟେ। କ'ଣ କରିବା। ଆଉ ଏପଟେ ଆଉ ଗୋଟେ ପିଲାକୁ ମଧ୍ୟ ସେମିତି ନେଇକି ତାକୁ ଟିକେ ଖୁଆଇ ଦେଲେ ନନା। ଏପଟେ ଆମେ ଅଟୋ ଆସିଯାଇଥିଲା, ଅଟୋରେ ଆମେ ସବୁ ପଳେଇ ଆସିଲୁ। ଆସିକି ଘରେ ପହଞ୍ଚିଗଲୁ। ଘରେ ପହଞ୍ଚିକି ମୁଁ ୟାକୁ ଟିକେ କାଖେଇ ପକେଇଲି। ଏତେ କ୍ୟୁଟ୍ ଲାଗୁଛି ଯେ ମାନେ କାଖେଇବା ପାଇଁ ଇଚ୍ଛା ହେଉଛି। ଆଉ ଭାଇ ଯେହେତୁ ଆସିନଥିଲା, ଭାଉଜକୁ ୱେଟ୍ କରୁଛନ୍ତି, ଆମେ ସବୁ ୱେଟ୍ କରୁଛୁ। ମାଆ ତାର ଖୋଲାଖୋଲି କରିକି ଗଲା। ତାପରେ ଭାଇ ଆସିକି ଖାଇବା ପାଇଁ, ଯେହେତୁ ଆମେ କିଛି ବନେଇ ନଥିଲୁ, ଭାଇ ତାର ବାହାରୁ ଭାତ, ଡାଲି, ତରକାରୀ ସବୁ ନେଇକି ଆସିଥିଲା।